আলো এ মা দিব্যা আলে এ মো সোনা নাকি ঝিও আলো এ মা অভিল আলো বাবা আরে ঝিও মা হরে ধন ছেন মোর ভক্তি ভরা ভূমিষ্ঠ প্রণাম ভগবান তোর মঙ্গল করନ୍ତୁଲ মা উঠ আরে এ মো ধনটা বাবা সেତେବେଳେ ଯାଏ ତୁ କୋଉଠି ଥିଲୁ ରେ ମୋ ଧନ ଆଉ ତୋତେ ଆମେ କେତେ ଅପେକ୍ଷା କରିଛୁ ତୁ ତ ନିଜେ ଜାଣିଛୁ ବାବା ମୁଁ ସଖୀ ସହଚରୀ ସହିତ ଖେଳିବାକୁ ମୁଁ ଯାଇଥିଲି ବାପା আরে এ মা তু তো জানিছু তো বাপা ଆଉ ତୋ ମା ତୋତେ ଖଣ୍ଡେ ନ ଦେଖିଲେ କେମିତି ଆକୁଳ ହେଇ ପଡ଼ନ୍ତି ମା ହରେ ଧନ ମୋ ପାଖକୁ ଟିକେ ଆସିଲ ମା ମା ହରେ ଧନ ଏ କ୍ଷଣ ମତେ କହିଲ ନା ମା ତମେ ଯଦି ମତେ ଖଣ୍ଡେ ନ ଦେଖିଲେ ତୁମ ମନଟା ବ୍ୟାକୁଳ ହୋଇଯାଏ ହେଲେ ମା ମୁଁ ଏତେ ଚିହ୍ନ ଥିଲି କୁଆଡ଼େ ଯାଇଥିଲି କ'ଣ କରୁଥିଲି ତମେ କ'ଣ ମତେ ମନେ ପକାଉନଥିଲ ମା ନା ମା ନା ତମେ ମତେ ମିଛ କହୁଛ ମା ତମେ ଓ ବାପା ମତେ କେବେ ବି ଭଲ ପାଉନ ଆଲୋ ଏ ଝିଅ ତୋତେ ଆମେ କେତେ ସ୍ନେହ ଶ୍ରଦ୍ଧା ଦେଇ ଭଲ ପାଉ ସେ କଥା ତୁ କ'ଣ ନିଜେ ଜାଣିଛୁ ନା ବାପା ଦେଖେ ତୁ ଆସିଲା ପରେ କେମିତି ଚମକି ଉଠୁଛି ଏଇ ରାଜ୍ୟ ଉଆସ ତମେ ମିଛ କହୁଛ ବାପା ତୁ ତ ମୋ ଛାତିର କଳି ଚାଲୁ ତୁ ତ ମୋ ଏକଇର ବଳା ଆଉ କାହିଁକି ତୋତେ ମୁଁ ଭଲ ପାଇବିନି ବାପା ଆଲୋ ଏ ଝିଅ ତମେ ମତେ ଜମାରୁ ଭଲ ପାଉନ ତୁ ସେ କଥା ମୁଁ ତୁମ କହ ସହିତ କଥା ହେବିନି ବାପା ଏ ଝିଅ ଏ ରାଜମହଲ ଦିଶେ କି ମନୋହର ମହ ମହ ବାସେ ଚନ୍ଦନ କର୍ପୂର ଝିଅ ମୋର ପାଖେ ଥିଲେ ଆରେ ମା। ବାଟର ଆଲୋ ଏ ଝିଅ ଏ ରାଜମହଲ ଦିଶେ କି ମନୋହର মহ মহ বাসে চন্দন কর্পূর এ রাজমহল দিশে কি মনোহর মহ মহ বাসে চন্দন কর্পূর ঝিও মোর পাখে দিলে কি অবাডর এ ঘর শ্রী মন্দির ও এ ঘর শ্রী মন্দির এ রাজমহল দিশে কি মনোহর মহ মহ বাসে চন্দন কর্পূর ঝিও মোর পাখে দিলে কি অবাডর এ ঘর শ্রী মন্দির ও এ ঘর শ্রী মন্দির স্বামী কোটিয়ে চন্দ্র উদয় হেলে নীল আকাশে কোটিয়ে তারা সরি নহিব আউ তো পাশে কোটিয়ে চন্দ্র উদয় হেলে নীল আকাশে কোটিয়ে তারা সরি নহিব আউ তো পাশে ফুল বগিচারে ফুল কি মনোহর মহ মহ বাসে চন্দন কর্পূর ফুল বগিচারে ফুল কি মনোহর মহ মহ বাসে চন্দন কর্পূর ঝিও মোর পাখে দিলে কি অবাডর এ ঘর শ্রী মন্দির ও এ ঘর শ্রী মন্দির
ମା ମୋ ବାପା ମା ମତେ କେତେ ଭଲ ପାଆନ୍ତି। ହଲୋ ଝିଅ ହେଲେ ବାପା ଧନଟାରେ ହେଲେ ମା ହଁ ମୁଁ ଏମିତି ଟିକେ ଥଟ୍ଟା ମଜା କରିଦେଲି ବୋଲି କଣ ରାଗୁଛ ମା? ଆରେ ମା ମା ତୁ ଏମିତି ଯଦି କହିବୁ ତାହେଲେ ତୋ ପିତା ରାଗିବେ ନାହିଁ ତ କ'ଣ କରିବେ ରେ ମା? ମା ହଁ ରେ ଧନ। ବାପା ହଲୋ ଝିଅ ଯଦି ଭୁଲ କରିଦେଇଛି ବାପା ତାହେଲେ ଆପଣଙ୍କ ଠାରୁ ଦଣ୍ଡବତ ହୋଇ ନାଲୋ ମା ଆମ ଭଲ ପାଇବା ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ଅଛି ତୋ ମସ୍ତକେ ଆଉ ହଁ ବାପା କାହିଁକି ରାଖିବି ତୋ ଉପରେ ଲୋ କାହିଁକି ରାଖିବି? ମୁଁ ଜାଣେ ବାପା ମୋ ବାପା ମା ମତେ ବହୁତ ଭଲ ପାଆନ୍ତି। ହଲୋ ମା ହେଲେ ବାପା ହଲୋ ଝିଅ ମୁଁ ଆପଣଙ୍କ ପାଖକୁ ଗୋଟିଏ ଆଶା ଭରସା ନେଇ ମୁଁ ଆପଣଙ୍କ ନିକଟକୁ ଆସିଥିଲି ବାପା। ହେଲେ କୋଉ ବାପା ଆଶା? ସେ ମୋ ସ୍ୱପ୍ନଟାକୁ କ'ଣ ଆପଣ ପୁରା କରିବେ ନା ବାପା? ଆଲୋ ଏ ଝିଅ ବାପା ଏତେ ଧନ ସମ୍ପତ୍ତି ଥାଇକି ମଧ୍ୟ ଏତେ ବଡ଼ ସିଂହାସନ ଥାଇକି ଆଉ ପୁଣି ମାଗୁଅଛି କିସ? ଅବିଲମ୍ବେ ଫେଡ଼ିକୁ ହଲୋ ମା ଅବିଲମ୍ବେ ଫେଡ଼ିକୁ ହୋ। ମା ହଁ ରେ ଧନ। କହିବି ତ ମା ବାପା ହଲୋ ଝିଅ ଶୁଣ ପିତା ଶୁଣ ମାତା ଶୁଣ ପିତା ଶୁଣ ମାତା ଗୁହାରି କରୁଛି ଆଗେ ପ୍ରଣାମ ଘେନ ଆଦେଶ ଦେଲେ ଯିବି ପୁଷ୍ପ ଉଦ୍ୟାନ ଆଦେଶ ଦେଲେ ଯିବି ପୁଷ୍ପ ଉଦ୍ୟାନ ଶୁଣ ପିତା ଶୁଣ ମାତା ଶୁଣ ପିତା ଶୁଣ ମାତା ଗୁହାରି କରୁଛି ଆଗେ ପ୍ରଣାମ ଘେନ ଆଦେଶ ଦେଲେ ଯିବି ପୁଷ୍ପ ଉଦ୍ୟାନ ଆଦେଶ ଦେଲେ ଯିବି ପୁଷ୍ପ ଉଦ୍ୟାନ। ମା ହଁ ରେ ଧନ। ସଖୀ ସଚରି ଘେନେ ଯିବି କାନନ ତୁମ ପାଦ ତଳେ ତାତ କଲି ଚରଣ ସୁନ୍ତଲେ ଯାଇ ଆସିବି ଜନନୀ ଠାରେ ବଚନ ରଖିଲି ତାତ ତୁମ ଆଗରେ ବିଦାୟ ଦିଅ ଦୁର୍ଗେଶ ଏ ରଚନା ଆଦେଶ ଦେଲେ ଯିବି ପୁଷ୍ପ ଉଦ୍ୟାନ ଆଦେଶ ଦେଲେ ଯିବି ପୁଷ୍ପ ଉଦ୍ୟାନ ଶୁଣ ପିତା ଶୁଣ ମାତା ଶୁଣ ପିତା ଶୁଣ ମାତା ଗୁହାରି କରୁଛି ଆଗେ ପ୍ରଣାମ ଘେନ ଆଦେଶ ଦେଲେ ଯିବି ପୁଷ୍ପ ଉଦ୍ୟାନ ଆଦେଶ ଦେଲେ ଯିବି ପୁଷ୍ପ ଉଦ୍ୟାନ। ମା ହଁ ରେ ଧନ। ଯଦି ମୋତେ ପୁଷ୍ପ ଉଦ୍ୟାନକୁ ଖେଳିବାକୁ ନ ଯିବ ତାହେଲେ ମୁଁ ତୁମ ସହିତ କଥା ହେବିନି। ଆରେ ଏ ଧନ ତୋତେ ଖଣ୍ଡେ ନ ଦେଖିଲେ ଆମେ କେମିତି ବ୍ୟାକୁଳ ହେଇ ପଡ଼ନ୍ତି ତୁ ତ ଜାଣିଛୁ ରେ ମା। ହେଲେ ତୋତେ ସେ ପୁଷ୍ପ ଅଧ୍ୟୟନ ଯିବାକୁ ତୋ ପିତା କ'ଣ ଆଦେଶ ଦେବେ? ନା ନା ନା। ଆଲୋ ଏ ମହାରାଣୀ ତମେ ତ ଜାଣିଛ ବଢ଼ିଲା ଝିଅ ଯଦି ସେ ପୁଷ୍ପ ଉଦ୍ୟାନକୁ ଖେଳିବାକୁ ଯିବ ହେଲେ ଲୋକେ କ'ଣ କହିବେ ଲୋ ଲୋକେ କ'ଣ କହିବେ? ହଁ ସ୍ୱାମୀ। ବାପା ଝିଅଟାର ମୁଁ ଏକୁଟିଆ ଯିବିନି ମୋ ସଖୀ ସଙ୍ଗାତକାରେ ମୋ ସେଇ ପୁଷ୍ପ ଉଦ୍ୟାନକୁ ଯିବି। ବାପା ଆପଣ ଯଦି ମୋତେ ଆଦେଶ ନ ଦେଲେ ମୁଁ ତୁମ ସହିତ କେବେ ବି କଥା ହେବିନି। ଓହୋ ଏ ଝିଅଟାକୁ ଆଉ ପାରି ହବନି। ସ୍ୱାମୀ ମହାରାଣୀ ଆମ ଝିଅ କେମିତି ହଟନ କରୁଛି ତମେ ତ ଜାଣିଛ ସ୍ୱାମୀ। ହଲୋ ମହାରାଣୀ ହେଲେ ମୋ ସୁନା ଝିଅକୁ
ସେ ପୁଷ୍ପ ଉଦ୍ୟାନକୁ ବୁଲିବାକୁ ଯିବାକୁ ହେଲେ ଆଦେଶ ଦେଇଦିଅନ୍ତୁ ନା ସ୍ୱାମୀ। ସେ ସଖୀ ସହଚର ସହିତ ଚଞ୍ଚଳ ଯାଇ ଚଞ୍ଚଳ ଫେରି ଆସିବ ସ୍ୱାମୀ। ହେଲେ ତା ମନକୁ ଆଉ ଉଣା କରନି ସ୍ୱାମୀ। ତମେ ଯେତେବେଳେ କହୁଛ ଠିକ ଅଛି ମହାରାଣୀ, ଆଉ କାହିଁକି ତା ମନ ଉଣା କରିବା? ଏଯାଏ କେବେ ମଧ୍ୟ ତା ମନ ଉଣା କରିନି। ହଁ ସ୍ୱାମୀ। ତାହେଲେ ଠିକ ଅଛି, ସଖୀ ସହଚରୀମାନଙ୍କ ସହିତ ଯିବ ଆଉ ତୁରିତେ ଫେରି ଆସିବ ଏଇ ରାଜ୍ୟ ଉଆସକୁ। ହଁ ସ୍ୱାମୀ, ମୁଁ କହିଦେଉଛି ମୋ ସୁନା ନାକି ଝିଅ ଦିବ୍ୟାକୁ। ହଲ ମହାରାଣୀ। ଆରେ ଏ ମା ଦିବ୍ୟା, ଆରେ ଏ ମା, ମା ତୋ କଥାରେ ତୋ ପିତା ରାଜି ହେଇଯାନ୍ତି ରେ ମା। ସତରେ ମା? ହଁ ତୁ ସତରେ ଏଥର ମା, ସତରେ ମା? ମୋ ପିତାଟା କ'ଣ ରାଜି ହୋଇଛନ୍ତି? ହଁ ସତରେ ମା, ଆଜି ମୁଁ ବହୁତ ଖୁସି। ମା ଆରେ ଏ ଧନ, ମା ତୋର ମନ ଯଦି ସେ ପୁଷ୍ପ ଅଧ୍ୟୟନକୁ ଯିବାକୁ ଅଛି ତାହେଲେ ନିଶ୍ଚୟ ମୁଁ କହିଲେ କ'ଣ ତୋ ପିତା ଆଦେଶ ଦେବେନି? ହଁ ମା, ମୁଁ ଜାଣିଥିଲି ମା, ମୋ ବାପାଟା ନିଶ୍ଚୟ ମୋତେ ଆଦେଶ ଦେବେ। ହେଲେ ମା, ବାପା ହଲ ଝିଅ, ତାହେଲେ ମୋତେ ଆଦେଶ କରନ୍ତୁ ବାପା। ମୁଁ ଚଞ୍ଚଳ ଯାଇ ଚଞ୍ଚଳ ଫେରି ଆସିବି ପିତା। ହସି ହସି ବିଦାୟ କରୁଛି ମା। ତୋ ଚଳା ପଥଟା ମଙ୍ଗଳମୟ ହେଉ। ଠିକ ଅଛି ବାପା, ତାହେଲେ ମୁଁ ଆସୁଛି ବାପା। ହଲ ଝିଅ। ଆଲୋ ମହାରାଣୀ, ସ୍ୱାମୀ। କହିବାରୁ କେମିତି ଚାଲିଗଲା ଆମ ଝିଅ ଦିବ୍ୟା। ହଁ ସ୍ୱାମୀ। ଛୋଟ ବେଳଠୁ ତାକୁ କୁଆଡ଼େ ଏକୁଟିଆ ଛାଡ଼ି ନଥିଲୁ ଲୋ। ହଁ। ସେଇଥିପାଇଁ ଦୂରେ ଯିବା କାରଣରୁ ମନରେ ଟିକେ ନିଶ୍ଚୟ କଷ୍ଟ ହବ ମହାରାଣୀ, ନିଶ୍ଚୟ କଷ୍ଟ ହବ। ହଁ ସ୍ୱାମୀ। ଆସ ସେତେବେଳ ଯାଏ ବିଶ୍ରାମ କକ୍ଷକୁ ଯାଇ ଆମ ଝିଅର ପଥ ଚାହିଁ ବସିବା। ତାହେଲେ ଚାଲନ୍ତୁ ସ୍ୱାମୀ, ଆମ ଝିଅ ଦିବ୍ୟାଟା ଆସିବା ପଥକୁ ଚାହିଁ ବସିବା। ହଁ ମହାରାଣୀ।